जय जय जगन्नाथ। दर्शक बंधु, आज आम आउ गोटे ज्योतिष भित्तिक कार्यक्रम विषय जानिबा। एही कार्यक्रम आम नवग्रहंकर शांतिर उपाय किछि जानिबा। एबे कार्यक्रम आरंभ करिबा। ओम नीलाचल निवासाय नित्याय परमात्मने बलभद्र सुभद्राभ्यं जगन्नाथाय ते नमः। जय जगन्नाथ, जय आदित्यनारायण। तेबे नवग्रह हेले आमर सूर्य नारायण, चंद्रमा ग्रह, मंगल महाग्रह, बुध महाग्रह, बृहस्पति महाग्रह, शुक्र महाग्रह, शनि महाग्रह एवं राहु महाग्रह और केतु महाग्रह। प्रत्येक এই ଗ୍ରହ ମାନଙ୍କର ଆମ ଶରୀର ଉପରେ ପ୍ରଭାବ ରହୁଛି। ତାହାର ଶୁଭ ଏବଂ ଅଶୁଭ ପ୍ରଭାବ ରହୁଛି। ଶୁଭ ପ୍ରଭାବ ରହିଲେ କିଛି ଅସୁବିଧା ନାହିଁ, କିନ୍ତୁ ଯେତେବେଳେ ଅଶୁଭ ପ୍ରଭାବ ରହୁଛି ଆମର ଶରୀରର କ୍ଷତି ହେଉଛି, ମାନସିକ ଅଶାନ୍ତି ହେଉଛି, ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ଆମେମାନେ ହଉଛେ। ତେବେ ଆର এই ଅସୁବିଧା ବା এই ଗ୍ରହ କଷ୍ଟରୁ ମୁକ୍ତି ପାଇବା ପାଇଁ ବା ନିବାରଣ ପାଇଁ କିଛି ଆମର ମୁନି ଋଷି ମାନେ କିଛି ଆମ ପାଇଁ ଶାସ୍ତ୍ର ପୁରାଣରେ ଛାଡ଼ିକି ଯାଇଛନ୍ତି ବୈଦିକ ଉପାୟ। ସେ ବିଷୟରେ ଆଜି ଆମେ ସମ୍ୟକ ଜାଣିବା ବା କିଛିଟା ଆଲୋଚନା କରିବା। ତେବେ ପ୍ରଥମେ ହେଉଛନ୍ତି ସୂର୍ଯ୍ୟ ବା ଆଦିତ୍ୟ ନାରାୟଣ ବା ରବି ମହାଗ୍ରହ। ଯଦି ରବି ମହାଗ୍ରହ ଜାତକରେ ଅଶୁଭ ଅଛନ୍ତି ତେବେ ପ୍ରତିକାର ସ୍ୱରୂପ ଆପଣ ସୂର୍ଯ୍ୟ ନାରାୟଣଙ୍କୁ ପ୍ରତ୍ୟେକ ଦିନ ସପ୍ତାଞ୍ଜଳି ଜଳ ଅର୍ଘ୍ୟ ଦେଇପାରିବେ। ଗୋଟିଏ ମନ୍ଦାର ଫୁଲ ଏବଂ କିଛି ଗୁଡ଼ ପକେଇକି ତାଙ୍କୁ ଓಂ ଘୃଣୀ ସୂର୍ଯ୍ୟାୟ ନମଃ ଏହି ମନ୍ତ୍ରରେ ତାଙ୍କୁ ଗୋଟେ ତମ୍ବା ଠାଳରେ ଜଳ ନେଇ ଅର୍ପଣ କରିବେ। ତତ୍ସହିତ ଆପଣ ବିଷ୍ଣୁ ଭଗବାନଙ୍କ ଉପାସନା କରିବେ, ବିଷ୍ଣୁଙ୍କର ପୂଜା କରିବେ ଏବଂ ହରିବଂଶ ପାଠ କରିବେ କିମ୍ବା କାହା କୌଣସି ବିଜ୍ଞ ପଣ୍ଡିତଙ୍କ ଦ୍ୱାରା ପାଠ କରିବେ ଏବଂ କୌଣସି ଗ୍ରହାଚାର୍ଯ୍ୟ ବା ଦୈବଜ୍ଞ ବ୍ରାହ୍ମଣ ଗ୍ରହ ବିପ୍ରଙ୍କୁ ଆପଣ ତମ୍ବା ଓ ଗହମ ଏବଂ ଗୁଡ଼ କିଛି ଦାନ କରିବେ ଯେକୌଣସି ରବିବାର ଦିନ ଏବଂ ଗୋଲାପୀ ବସ୍ତ୍ର ତା ସହିତ ଦାନ କରିବେ। ବିଶେଷ ଶୁଭତ୍ୱ ପ୍ରାପ୍ତ ଏବଂ ତାଙ୍କର ଶୁଭାଶୀର୍ବାଦ ନେବେ। ସେହିପରି ଚନ୍ଦ୍ର ମହାଗ୍ରହ ଯଦି ଜାତକରେ ଅଶୁଭ ରହୁଛନ୍ତି ତେବେ ଆପଣ କ'ଣ କରିବେ? ପୂର୍ଣ୍ଣମୀ ଦିନ ଚନ୍ଦ୍ରଙ୍କର ସ୍ତୋତ୍ର ଏବଂ କବଚ ବିଶେଷ କରି ପାଠ କରିବେ ପୂର୍ଣ୍ଣମୀ ଏବଂ ସୋମବାର ଦିନ। ଏବଂ ସୋମବାର ପୂର୍ଣ୍ଣମୀ ଦିନ କୌଣସି ପ୍ରକାର ଆମିଷ ବା ପିଆଜ ରସୁଣ ଇତ୍ୟାଦି ଖାଇବେ ନାହିଁ ଏବଂ ସାତ୍ଵିକ ଆହାର କରିବେ। ତତ୍ସହିତ ପ୍ରତ୍ୟେକ ସୋମବାର ଆପଣ କ'ଣ କରିବେ ନା ମହାଦେବଙ୍କୁ ଉପାସନା କରିବେ। ତାଙ୍କ ଉପରେ କ୍ଷୀର ଆଉ ଧଳା ପୁଷ୍ପ ଆଉ ମିଶ୍ରି ଇତ୍ୟାଦି ଅର୍ପଣ କରିବେ ଏବଂ କିଛି ଆପଣଙ୍କର ନିଜ ହିସାବରେ ଯାହା ଆପଣ ଭୋଗ ଇତ୍ୟାଦି କରିପାରିବେ। ତାପରେ ରୁଦ୍ରାଭିଷେକ ମଧ୍ୟ କରିପାରିବେ। ଯଦି ଚନ୍ଦ୍ରଙ୍କ ଦ୍ୱାରା ବିଶେଷ ଭାବରେ ପୀଡ଼ିତ ଅଛନ୍ତି ରୁଦ୍ରାଭିଷେକ କରିପାରିବେ। ଚନ୍ଦ୍ରଙ୍କର ଦୁଇଟି ଚନ୍ଦ୍ର ଅର୍ଦ୍ଧଚନ୍ଦ୍ର ରୂପରେ ପ୍ରସ୍ତୁତ କରି ଗୋଟିଏ ମନ୍ଦିରରେ ଦେଇଦେବେ ଏବଂ ଆଉ ଗୋଟେ ନିଜେ ଧାରଣ କରିବେ। ତାହା ଦେହରେ ମଧ୍ୟ ଆମ ବିଶେଷ ସୁଫଳ ପାଇବେ। ଏବଂ କୌଣସି ଦୈବଜ୍ଞ ବ୍ରାହ୍ମଣ ଗ୍ରହ ବିପ୍ରଙ୍କୁ ଆପଣ କ୍ଷୀର, ରୂପା, ଚାଉଳ ଆଉ ଶ୍ୱେତ ବସ୍ତ୍ର ଦାନ କରିବେ ଏବଂ ତାଙ୍କର ଶୁଭାଶୀର୍ବାଦ ଗ୍ରହଣ କଲେ ଚନ୍ଦ୍ର ମହାଗ୍ରହ ଶାନ୍ତି ହେବେ। ସେହିପରି ମଙ୍ଗଳ ମହାଗ୍ରହ ଯିଏକି ଯାହାଙ୍କୁ କି ଆମର ଗ୍ରହ ଜଗତରେ ତାଙ୍କୁ ସେନାପତି ବୋଲି କୁହାଯାଇଛି, ଯିଏକି ଜଣେ ମାନେ ବହୁତ ଡିସିପ୍ଲିନକୁ ସେ ବହୁତ ଭଲ ପାଆନ୍ତି,
ଏବଂ ଟିକେ କ୍ରୋଧି ସ୍ୱଭାବର ମଧ୍ୟ। ତେଣୁ ସେଇ ମଙ୍ଗଳଙ୍କର ଯଦି ଅଶୁଭତା ଆପଣ ଭୋଗ କରୁଛନ୍ତି, ତେବେ ଆପଣ ପ୍ରତ୍ୟେକ ଶନିବାର କିମ୍ବା ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଯାଇକି ହନୁମାନଙ୍କୁ ଆପଣ ସିନ୍ଦୁର ଲାଗି କରାଇବେ, ନାଲି ବସ୍ତ୍ର ବା କମଳା ବସ୍ତ୍ର ପ୍ରଦାନ କରିବେ ଏବଂ ତାଙ୍କର କାନ୍ଧର ସିନ୍ଦୁର ଆଣି ନିଜେ ମସ୍ତକରେ ଧାରଣ କରିବେ। ତତ୍ ସହିତ ଆଉ କ'ଣ କରିପାରିବେ, ଗାୟତ୍ରୀ ମନ୍ତ୍ର ନିୟମିତ ପାଠ କରିବେ। ଆଉ ଗ୍ରହ ବିପ୍ର ବା ଦୈବଜ୍ଞ ବ୍ରାହ୍ମଣଙ୍କୁ ଆପଣ ମସୁର ଡାଲି, ନାଲି ବସ୍ତ୍ର ଆଉ ତମ୍ବାର କିଛି ପାତ୍ର ତାଙ୍କୁ ଦାନ କରିବେ, ବିଶେଷ ଶୁଭତ୍ୱ। ସେହିପରି ବୁଦ୍ଧ ମହାଗ୍ରହ ଯଦି ଅଶୁଭ ଅଛନ୍ତି, ତେବେ ଆପଣ କ'ଣ କରିବେ, ପ୍ରତ୍ୟେକ ବୁଧବାର ଦିନ ବିଷ୍ଣୁ ବା ନାରାୟଣଙ୍କର ଉପାସନା କରନ୍ତୁ, ତାଙ୍କୁ ଚନ୍ଦନ ତୁଳସୀ ଅର୍ପଣ କରନ୍ତୁ। ତତ୍ ସହିତ ଆପଣ ସକ୍ଷମ ହିସାବରେ ଭୋଗ ଦିଅନ୍ତୁ, ଭୋଗ କରନ୍ତୁ ଏବଂ ଓମ୍ ନମୋ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ନିଜର ସକ୍ଷମ ଅନୁସାରେ 27 ଥର, 54 ଥର କିମ୍ବା 108 ଥର ଜପ କରନ୍ତୁ। ତତ୍ ସହିତ ମା ଭଗବତୀ ବା ମାତା ଦୁର୍ଗାଙ୍କର ସପ୍ତଶତୀ ପାଠ କରନ୍ତୁ ଏବଂ କୌଣସି ବୁଧବାର ଦିନ ଏହି ଦୈବଜ୍ଞ ବ୍ରାହ୍ମଣ ବା ଗ୍ରହ ବିପ୍ରଙ୍କୁ ଡାକି ତାଙ୍କୁ ସବୁଜ ବସ୍ତ୍ର ଆଉ ଗୋଟା ମୁଗ ଏବଂ ସବୁଜ ପନିପରିବା ଇତ୍ୟାଦି ଦାନ କରି ତାଙ୍କର ଶୁଭାଶୀର୍ବାଦ ଗ୍ରହଣ କରନ୍ତୁ। ସେହିପରି ବୃହସ୍ପତି ମହାଗ୍ରହ ଯଦି ଆପଣଙ୍କୁ ପୀଡ଼ା ଦେଉଛନ୍ତି ବା ବୃହସ୍ପତି ମହାଗ୍ରହଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଛି, ତାହେଲେ ସେଇ ବୃହସ୍ପତି ମହାଗ୍ରହଙ୍କର ଶୁଭ ଦୃଷ୍ଟି ପାଇଁ ଆପଣ ପ୍ରତ୍ୟେକ ଗୁରୁବାର ଦିନ କୌଣସି କଦଳୀ ଗଛର ଯତ୍ନ ନିଅନ୍ତୁ କିମ୍ବା ବ୍ରହ୍ମଯଷ୍ଟି ଗଛର ଯତ୍ନ ନିଅନ୍ତୁ, ସେଥିରେ ପାଣି ଦିଅନ୍ତୁ, ତାର ସେବା କରନ୍ତୁ, ପୂଜା କରନ୍ତୁ। ତତ୍ ସହିତ ପ୍ରତ୍ୟେକ ଗୁରୁବାର ଦିନ ଆପଣ ବିଷ୍ଣୁ ମନ୍ଦିରରେ ପାଚିଲା କଦଳୀ, ହଳଦିଆ ପୁଷ୍ପ ଓ ବୁନ୍ଦିଆ ଲଡ଼ୁ ଅର୍ପଣ କରନ୍ତୁ। ତତ୍ ସହିତ କୌଣସି ଦୈବଜ୍ଞ ବ୍ରାହ୍ମଣ ଗ୍ରହ ବିପ୍ରଙ୍କୁ ଯେକୌଣସି ଗୁରୁବାର ଦିନ ଡାକି ତାଙ୍କୁ ହଳଦିଆ ବସ୍ତ୍ର ଆଉ ଚଣା ଡାଲି ବା ବୁଟ ଡାଲି ଆଉ ପିତ୍ତଳ ବା ସ୍ୱର୍ଣ୍ଣ ଦାନ କରନ୍ତୁ ଏବଂ ତାଙ୍କର ଶୁଭାଶୀର୍ବାଦ ଗ୍ରହଣ କରନ୍ତୁ। ସେହିପରି ଯଦି ଶୁକ୍ର ମହାଗ୍ରହ ଆପଣଙ୍କୁ ପୀଡ଼ା ଦେଉଛନ୍ତି, ତାହେଲେ ଆପଣ କ'ଣ କରିବେ ନା ମାତା ଲକ୍ଷ୍ମୀ ବା କମଳାଙ୍କର ଆରାଧନା କରନ୍ତୁ। ମାଙ୍କର ଶ୍ରୀ ସୂକ୍ତ ବା କନକଧାରା ସ୍ତୋତ୍ର ଆପଣ ପାଠ କରନ୍ତୁ। ତତ୍ ସହିତ ଅସହାୟ ନାରୀଙ୍କର ସେବା କରନ୍ତୁ ଏବଂ ଶୁକ୍ରବାର ଦିନ ଶିବ ମନ୍ଦିରରେ ଆପଣ କ୍ଷୀର ଆଉ ଧଳା ପୁଷ୍ପ, ମିଶ୍ରି ଇତ୍ୟାଦି ଅର୍ପଣ କରନ୍ତୁ। ସେଥିରେ ମଧ୍ୟ ବହୁତ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ତତ୍ ସହିତ ଆପଣ କୌଣସି ଶୁକ୍ରବାର ଦିନ ଜଣେ ଗ୍ରହ ବିପ୍ର ବା ଦୈବଜ୍ଞ ବ୍ରାହ୍ମଣଙ୍କୁ ଘରକୁ ଡାକି ତାଙ୍କୁ କିଛି ଶର୍କରା, ଶ୍ୱେତବସ୍ତ୍ର ଆଉ ନଡ଼ିଆ ଇତ୍ୟାଦି ଦାନ କରି ତାଙ୍କର ଶୁଭାଶୀର୍ବାଦ ଗ୍ରହଣ କରନ୍ତୁ। ସେହିପରି ଯଦି ଶନି ମହାଗ୍ରହ ଆପଣଙ୍କୁ ପୀଡ଼ା ଦେଉଛନ୍ତି, ତେବେ ଆପଣ ଶନି ମହାଗ୍ରହଙ୍କର ସ୍ତୋତ୍ର ଏବଂ କବଚ ପାଠ କରନ୍ତୁ। ଶନି ଚାଳିଶା ମଧ୍ୟ ପାଠ କରନ୍ତୁ ପ୍ରତ୍ୟେକ ଶନିବାର ଦିନ ଏବଂ ମାତା ଦକ୍ଷିଣ କାଳୀଙ୍କର ଉପାସନା କରନ୍ତୁ, ତାଙ୍କର ପୂଜା ଅର୍ଚ୍ଚନା କରନ୍ତୁ। ତତ୍ ସହିତ ଆପଣ କୌଣସି ଦୈବଜ୍ଞ ବ୍ରାହ୍ମଣଙ୍କୁ ଗୃହକୁ ଡାକି ଯେକୌଣସି ଶନିବାର ଦିନ ତାଙ୍କୁ ଲୁହାର ପାତ୍ର ଦିଅନ୍ତୁ, ନୀଳ ବସ୍ତ୍ର ଦିଅନ୍ତୁ ଆଉ କିଛି ଆପଣଙ୍କ ସକ୍ଷମ ହିସାବରେ ତାଙ୍କୁ ଦାନ ଦକ୍ଷିଣା ଦିଅନ୍ତୁ ଏବଂ ଭୋଜନ ପ୍ରାପ୍ତି କରନ୍ତୁ। ସେଥିରେ ମଧ୍ୟ ଆପଣଙ୍କର ବହୁତ କଷ୍ଟ ଲାଘବ ହେବ। ସେହିପରି ଯଦି ରାହୁ ମହାଦଶା ଆପଣଙ୍କର ପଡ଼ିଛି, ରାହୁ ବହୁତ କଷ୍ଟ ଦେଉଛନ୍ତି, ତେବେ ଆପଣ ରାହୁଙ୍କର ସ୍ତୋତ୍ର କବଚ ଇତ୍ୟାଦି ପାଠ କରନ୍ତୁ।
तत्सहित माता सरस्वतींकर आराधना करंतु एवं आपणकर रक्त चंदन मध्य मस्तकरे लगांतु एवं कौनसी खंडिया खाबरा बा जो मैंने हाथ गोड़ इत्यादि नथिबो सेपरि व्यक्ति को आपण पूरी भोजन दिंतु तत्सहित तांकु वस्त्र इत्यादि दान करंतु से राहु ग्रह बहुत तृप्त हेबे। सेपरि केतु महाग्रह जदि आपण को कष्ट दौरान एबे आपण मांगलिक कार्य व शुभ कार्य किसी दान दक्षिणा करंतु गणपति बा गणेशंकर आराधना करंतु तांकर प्रार्थना करंतु तत्सहित आपण सेपरि कौनसी माने खंडिया खबर इत्यादि व्यक्ति दरिद्र व्यक्ति को आपण सक्षम हिसाब से किसी दान दक्षिणा और वस्त्र एवं भोजन दिंतु से केतु ग्रह शांति हेबे। तेबे दर्शक बंधु ये तो थिला नवग्रहंकर शांतिकरण किसी सम्यक उपाय। जदि आपण मोर कार्यक्रम भल लगुच मोर चैनल टी को लाइक शेयर और सब्सक्राइब करंतु और जदि आपंकर कौन ज्योतिष और वास्तु संबंधी समस्या थाए मो सहित जोगाजोग करें। मो आचार्य क्षेत्र मोहन पंडित मो नंबर है 7978276870। जय जगन्नाथ। जय आदित्यनारायण।